जय जगन्नाथ। ଯେଉଁ ପାଣି ଗତିଶୀଳ ସେ ସ୍ୱଚ୍ଛ ହୋଇଥାଏ ଏବଂ ଯେଉଁ ପାଣି ଜମା ହୋଇ ରହିଥାଏ ସେ ପରବର୍ତ୍ତୀ ସମୟରେ କାଦୁଅ ହୋଇଯାଏ। ସବୁବେଳେ ଦୁଃଖୀ ରହୁଛନ୍ତି କି? ତେବେ ଏହି କାହାଣୀଟି ଆପଣମାନଙ୍କ ପାଇଁ। ଗୌତମ ବୁଦ୍ଧ ଏବଂ ଏକ ଗରିବ ଲୋକର କାହାଣୀ। ଥରେ ଭଗବାନ ଗୌତମ ବୁଦ୍ଧ ନିଜ ଶିଷ୍ୟମାନଙ୍କ ସହିତ ଏକ ଗାଁରେ ପହଞ୍ଚିଲେ। ସେଠାରେ ସେ ଜଣେ ଗରିବ ଲୋକ ସହିତ ଭେଟିଲେ, ଯିଏ ବହୁତ ଦୁଃଖିତ ଥିଲେ। ଚିନ୍ତା ତାଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଉଥିଲା। ଗରିବ ଲୋକ ଗୌତମ ବୁଦ୍ଧଙ୍କୁ ପଚାରିଲେ, ମୋ ଜୀବନ ସୁଖ ଏବଂ ଅସୁବିଧାରେ ପରିପୂର୍ଣ୍ଣ। ମୁଁ ବହୁତ ଗରିବ। ମୋ ପାଇଁ କୌଣସି ଉପାୟ ଅଛି ଯାହାଦ୍ୱାରା ମୁଁ ଖୁସି ଏବଂ ସନ୍ତୁଷ୍ଟ ହୋଇପାରିବି? ଗୌତମ ବୁଦ୍ଧ ଟିକେ ହସି ହସି କହିଲେ, ତୁମର କ'ଣ ଅଛି ଯାହା ତୁମେ ଅନ୍ୟମାନଙ୍କୁ ଦେଇପାରିବ? ଗରିବ ଲୋକଟି ହତାଶ ହୋଇ କହିଲା, ମୋର ବା କ'ଣ ଅଛି ମୁଁ କାହାକୁ ଦେଇପାରିବି? ମୁଁ ନିଜେ ତ ଏତେ କଷ୍ଟରେ ବଞ୍ଚିଛି। ବୁଦ୍ଧ ପୁଣି ଥରେ ହସିଲେ ଏବଂ କହିଲେ, ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ଦେବାକୁ ଅଛି। କେବଳ ଟଙ୍କା ଦେବା ଆବଶ୍ୟକ ନୁହେଁ। ତୁମେ ଜଣକୁ ଖୁସି ଦେଇପାରିବ, ଟିକେ ହସ ଦେଇପାରିବ, ମଧୁର କଥା ପଦେ କହିପାରିବ, କିଛି ସାହାଯ୍ୟ କରିପାରିବ। ଗରିବ ଲୋକ ଟିକେ ଭାବିଚିନ୍ତି ପଚାରିଲା, କିନ୍ତୁ ମୁଁ ଏଥିରୁ କ'ଣ ପାଇବି? ମୋତେ ତ କିଛି ମିଳିବନି ଏଥିରୁ। ବୁଦ୍ଧ ଉତ୍ତର ଦେଲେ, ଯେତେବେଳେ ତୁମେ ଅନ୍ୟମାନଙ୍କୁ ସାହାଯ୍ୟ କର ଏବଂ ସେମାନଙ୍କୁ ଖୁସି କର, ତୁମର ମନ ମଧ୍ୟ ଖୁସି ହୋଇଯାଏ। ଅନ୍ୟମାନଙ୍କର ସେବା କରିବା ଏବଂ ସାହାଯ୍ୟ କରିବା ହେଉଛି ପ୍ରକୃତ ସୁଖ। ତୁମର ଦରିଦ୍ରତା କେବଳ ତୁମର କର୍ମର ଫଳ। ଯଦି ତୁମେ ବସି ରହିବ, ତେବେ ତୁମକୁ ତାର ଫଳ କେମିତି ମିଳିବ? କିଛି ନା କିଛି ଅନ୍ୟକୁ ଦେବା ହିଁ ପ୍ରକୃତ ସୁଖ। କିନ୍ତୁ ଯଦି ତୁମର ହୃଦୟ ଧନୀ, ତେବେ ତୁମେ ଦୁନିଆର ସବୁଠାରୁ ଧନୀ। ଏହା ଶୁଣି ଗରିବ ଲୋକ ବୁଝିଗଲା ଯେ ପ୍ରକୃତ ସୁଖ ଅନ୍ୟମାନଙ୍କ ସାହାଯ୍ୟ କରିବା ଏବଂ ସେମାନଙ୍କୁ ଖୁସି କରିବାରେ ଅଛି। ସେ ସେହିଦିନ ଠାରୁ ନିଜର ଚିନ୍ତାଧାରା ବଦଳାଇ ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ଲାଗିଲା। ଧୀରେ ଧୀରେ ତାଙ୍କ ଜୀବନ ସୁଖଦ ହେଲା। ଲୋକମାନଙ୍କ ଠାରୁ ତାଙ୍କୁ ପ୍ରଶଂସା ମିଳିଲା। ସେ ଖୁସି ହୋଇଗଲେ ଏବଂ ସନ୍ତୁଷ୍ଟ ହେଲେ। ବୁଝିଲେ ବନ୍ଧୁମାନେ, ପ୍ରକୃତ ସୁଖ ଏବଂ ସନ୍ତୁଷ୍ଟି ଅନ୍ୟମାନଙ୍କୁ ସାହାଯ୍ୟ କରିବା ଏବଂ ସେମାନଙ୍କର ସେବା କରିବାରେ ରହିଥାଏ। ଟଙ୍କା ଅପେକ୍ଷା ହୃଦୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ଧନ ତ ଆଜି ଅଛି, ହୁଏତ କାଲି ବି ନଥିବ। ମଣିଷ ପଣିଆ ସବୁବେଳେ ଥିବ। ଠିକ୍ କହିଲି ନା? ଭିଡ଼ିଓଟି ପସନ୍ଦ ଆସିଲେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।